ପାଟଣା ପୁରୁଣା କିରୋସିନ ଡିପୁରେ ଲାଗିଲା ନିଆଁ। କେନ୍ଦୁଝର ଜିଲ୍ଲା ପାଟଣା ଅଧୀନରେ ଥିବା ପୁରୁଣା କିରୋସିନ ଡିପୁରେ ଆଜି ଦିନ 11:30ରେ କୌଣସି କାରଣରୁ ହଠାତ୍ ନିଆଁ ଲାଗିବାରୁ କିରୋସିନରେ ଅଧା ପୋଡ଼ିଯାଇଛି ଘର। ସ୍ଥାନୀୟ ଲୋକମାନେ ନିଆଁ ଜଳୁଥିବାର ଦେଖି ପାଟଣା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ପୁରୁଣା କିରୋସିନ ଡିପୁ ଦୀର୍ଘ ଦିନ ହେବ ସେଠାରେ ଥିବାବେଳେ ଆଜି କେମିତି ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଗୋବିନ୍ଦ ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।